ନମସ୍କାର, ଶୁଭ ସନ୍ଧ୍ୟା ସମସ୍ତଙ୍କୁ। ଗୋଟେ ବଢ଼ିଆ କଥାଟେ ଆଜି ଦେଖିଲି, ଭଲ ଲାଗିଲା। ଜଣେ ନେଟୱାର୍କରଙ୍କ କଥା ଶୁଣିଲି। ଏତେ ସୁନ୍ଦର କଥା ସେ କହିଲେ, ଯେଉଁଟାକି ଆପଣ ଯଦି ନିଜ ଲାଇଫରେ ଇମ୍ପ୍ଲିମେଣ୍ଟ କରିନେବେ ତ ସକ୍ସେସ୍ ହେବାଟା 100% ଥୟ। 1 ନମ୍ବରରୁ 10 ନମ୍ବର ଯାଏ କିଏ ବିଭିନ୍ନ ପ୍ରକାର କଥା କୁହନ୍ତି, ବିଭିନ୍ନ ପ୍ରକାର ଏଟା କର ସେଟା କର ସେଟା କର ସେଟା କର କରନ୍ତି, ହେଲା କି। ବଟ୍ ଗୋଟେ ଜିନିଷ ଉପରେ ଯଦି ଆପଣମାନେ ଷ୍ଟିକ୍ ହେଇକି ରହିବେ, ଜାଣି ରଖନ୍ତୁ ଆପଣ ସକ୍ସେସଫୁଲ୍ ହେବେ। 1 ନମ୍ବରରେ ବି ଡେଲି STP, 2 ନମ୍ବରରେ ବି ଡେଲି STP, 3 ନମ୍ବରରେ ବି ଡେଲି STP। STP ମାନେ ସୋ ଦା ପ୍ଲାନ୍। ଲୋକ ଯୋଡ଼ିବ ନ ଯୋଡ଼ିବ ସେଟା ଅଲଗା କଥା, କିନ୍ତୁ ଆପଣ ମାନେ ଡେଲି ଯଦି 3ଟାରୁ 4ଟା ବା 5ଟା ପ୍ଲାନ୍ ଶୋ କରୁଛନ୍ତି ତ 100% ଗ୍ୟାରେଣ୍ଟି ଦେଉଛି ଆପଣ 5 ବର୍ଷ ପରେ ଗୋଟେ ଏମିତି ଜାଗାରେ ଥିବେ ଯେଉଁଠିକି ଆପଣ ସକ୍ସେସଫୁଲ୍ ହେଇକି ଥିବେ, ଲକ୍ଷ ଲକ୍ଷ ଟଙ୍କା ଇନକମ୍ କରୁଥିବେ, ବୁଝୁଛନ୍ତି। କିନ୍ତୁ ବେସିକ୍ ହେଉଛି ଡେଲି STP। ଆପଣ ଅଫଲାଇନ୍ ସହିତ ଫଟୋ ଉଠାଉଛନ୍ତି, ଆପଣ ଟ୍ରେନିଂ ନେଉଛନ୍ତି, ପ୍ରତ୍ୟେକର ଅଲଗା ଅଲଗା ଦିଶା ଅଛି। ବଟ୍ ଗୋଟେ ହିଁ ଜିନିଷ ଉପରେ ସବୁ ସକ୍ସେସ୍ ମାନେ ଡିପେଣ୍ଡ କରେ, ଦ୍ୟାଟ୍ ଇଜ୍ STP। ଆପଣ ଯଦି ଡେଲି ବେସିସ୍ରେ STP କରୁନାହାନ୍ତି, ଆଉ ଦିନେ ଅଧେ ଆଜି କଲେ ତ 5 ଦିନ ପରେ ଆଉ ଗୋଟେ କରୁଛନ୍ତି, ବା ତାହେଲେ ସକ୍ସେସ୍ ଆସିବନି। ଗୋଟେ ବଢ଼ିଆ କଥାଟେ, ବଢ଼ିଆ ଷ୍ଟୋରିଟେ ମୁଁ ଗୋଟେ କହୁଛି, ଯେଉଁଟାକି ସେ କହିଲେ, ଶୁଣିବା ପାଇଁ ଭଲ ଲାଗିଲା। ଗୋଟେ ଶୁଆକୁ ଜଣେ ଲୋକ ନେଇକି ଆସିଲା ଘରେ, ଦୋକାନରୁ କିଣିକି ନେଇକି ଆସିଲା ଶୁଆଟିକୁ। ଦେଇକି ସେ ଦୋକାନ ତାକୁ କହିଥିଲା ଯେ ଏଇ ଶୁଆଟା କଥା କହିବ। ତ ସେ ନେଇ ଆସିଲା, ଘରେ ଟାଙ୍ଗିଲା। 2 ଦିନ କାଳ ଅପେକ୍ଷା କଲା, ଶୁଆ କଥା ହେଲାନି। ଯେତେବେଳେ 2 ଦିନ ପରେ ଶୁଆ କଥା ହେଲାନି, ସେ ଦୋକାନ ପାଖକୁ ପୁଣି ଗଲା, କହିଲା କାହିଁ ଶୁଆ ତ କଥାବାର୍ତ୍ତା ହେଉନି। ସେ ଦୋକାନୀ କହିଲା ଗୋଟେ କାମ କର, ତୁ ଗୋଟେ ଛୋଟ ସିଡ଼ିଟେ ନେଇଯା, ଦେଖିବୁ ସେ ଶୁଆ ଡେଲି ଚଢ଼ିବ ସିଡ଼ିରେ, ପୁଣି ଓହ୍ଲେଇବ, ଚଢ଼ିବ ଓହ୍ଲେଇବ, ଦେଖିବ କିଛି ଦିନ ପରେ 2 ଦିନ ପରେ କଥା କହିବ। ସେ ସିଡ଼ି ନେଇଗଲା, ସେ ପିଞ୍ଜରା ଭିତରେ ରଖିଦେଲା। ଶୁଆ ଚଢ଼ିଲା ଓହ୍ଲେଇଲା ଚଢ଼ିଲା ହେଲା, କିନ୍ତୁ 2 ଦିନ ଚାଲିଗଲା, କିନ୍ତୁ କଥା ହେଲାନି। ପୁଣି ସେ ଦୋକାନୀ ପାଖକୁ ଗଲା, କହିଲା କାହିଁ ସିଡ଼ିରେ ଚଢ଼ିଲା ଉଠିଲା, କାହିଁ ତ କଥା ହେଲାନି। ପୁଣି ତୃତୀୟ ଦିନ ତାମାନେ ଇଏ କଲା, ସେ କହିଲା ଗୋଟେ କାମ କର, ଗୋଟେ ଘଣ୍ଟି ନେଇଯା, ତା ବେକରେ ଗୋଟେ ଘଣ୍ଟି ନେଇଯା, ବାନ୍ଧିଦେବୁ, ଯେତେବେଳେ ଘଣ୍ଟି ଟିଙ୍ଗ ଟିଙ୍ଗ ବାଜିବ ସେ ଦେଖିବୁ କଥା କହିବ। ଘଣ୍ଟି ବି ନେଇଗଲା, ବେକରେ ବାନ୍ଧିଦେଲା, ଟିଙ୍ଗ ଟିଙ୍ଗ କଥା ହେଲା, କିନ୍ତୁ 2 ଦିନ ପରେ କଥା ହେଲାଣି। ପୁଣି 2 ଦିନ ପରେ ଗଲା, ଏଟା ନେଇଯା, ପୁଣି 2 ଦିନ ପରେ ସେଟା ନେଇଯା, କିନ୍ତୁ ଶୁଆ କଥା କହିବା ନାଁ ଗନ୍ଧ ନାହିଁ। 10 ଦିନ 15 ଦିନ ପରେ ଦେଖିଲା, 10 ଦିନ ପରେ ଦେଖିଲା ବେଳକୁ ସେ ଶୁଆଟା ମରିଗଲା। ଯେତେବେଳେ ମରିଗଲା, ଇଏ ମନ ଦୁଃଖରେ ସେ ଇଏ ପାଖକୁ ଗଲା, ଦୋକାନୀ ପାଖକୁ। କହିଲା, ସେ ଦୋକାନୀ ପଚାରିଲା, ଏବେ ବି ତୁ ତାହେଲେ କଥା କହିଲାଣି ସେ ଶୁଆ? ନା, ଶୁଆ କ'ଣ ବଞ୍ଚିଛି? ଶୁଆ ତ ମରିଗଲାଣି। ତାହେଲେ ମରିଗଲା ପର୍ଯ୍ୟନ୍ତ ବି ସେ କଥା ହେଲାଣି? ସେ କହିଲା, ହଁ କଥା ହେଲା। ଯେତେବେଳେ ମଲା ତା ଆଗରୁ କଥା ହେଲା। କହିଲା, ତୁ ସବୁ ଜିନିଷ ମୋତେ ଆଣିକି ଦେଲୁ, ଘଣ୍ଟି ଦେଲୁ, ସିଡ଼ି ଦେଲୁ, ଇଏ ଦେଲୁ, କିନ୍ତୁ ଯେଉଁଟା ମୋତେ ନିହାତି ଦରକାର ଏତିକ 2ଟା ଖାଇବା ଆଣିକି ମୋତେ ଦେଇପାରିଲୁନି, ହେଲା କି। ସେମିତି ଆମେ ନେଟୱାର୍କ ମାର୍କେଟିଂରେ ସବୁ କିଛି କରୁ, ଏଟା କରୁ ସେଟା କରୁ ସେଟା କରୁ, କିନ୍ତୁ ଡେଲି ବେସିସ୍ରେ ଯେଉଁ STP କରିବା କଥା ସେଇଟା ହିଁ କରୁନୁ, ଯେଉଁଥିପାଇଁ କି ଆମେ କେବେ ସକ୍ସେସଫୁଲ୍ ହେଇପାରୁନୁ। ତେଣୁ ରିକ୍ୱେଷ୍ଟ କରିବି ସମସ୍ତଙ୍କୁ, କେବେ ବି ଯେଉଁ ନେଟୱାର୍କ ମାର୍କେଟିଂର ବେସିକ୍, ଆମ କମ୍ପାନୀର ଯେଉଁ ବେସିକ୍, ଯେଉଁ ପ୍ଲାନ୍ ଶୋ ଡେଲି ବେସିସ୍ରେ କରନ୍ତୁ। ଚାହେ ସାମ୍ନା ବାଲା ଜୁଡ଼ୁ ଚାହେ ନ ଜୁଡ଼ୁ, ଆପଣ ଡେଲି ବେସିସ୍ରେ 4ଟାରୁ 5ଟା ପ୍ଲାନ୍ ଶୋ କରନ୍ତୁ। ଦେଖିବେ 100% ଗ୍ୟାରେଣ୍ଟି ଦେଉଛି ଆପଣ 4ରୁ 5 ବର୍ଷ ପରେ ନିହାତି ଗୋଟେ ବଡ଼ ମୁକାମରେ ଥିବେ। ନେଟୱାର୍କ ମାର୍କେଟିଂରେ ନାଁ କମେଇଥିବେ, କାର୍, ଘର, ଗାଡ଼ି, ଦ୍ୱାର ସବୁ ଥିବ ଆପଣଙ୍କର, ହେଲା କି। ତେଣୁ ପ୍ରଥମ ବେସିକ୍ 1 ନମ୍ବରରେ ବି STP, 10 ନମ୍ବରରେ ବି STP, 100 ନମ୍ବରରେ ବି STP। ଡେଲି ବେସିସ୍ରେ ସୋ ଦା ପ୍ଲାନ୍। ଡେଲି 4ଟା 5ଟା ପ୍ଲାନ୍ ଶୋ କରନ୍ତୁ, 100% ସକ୍ସେସଫୁଲ୍ ଆସିବ। ଥ୍ୟାଙ୍କ ୟୁ। ମେସେଜ୍ ଯଦି ଭଲ ଲାଗିଥିବ ଲାଇକ୍ କରିବେ। ଥ୍ୟାଙ୍କ ୟୁ।